ହାପିଲ୍ ଏକ୍ଜାମିନେସନ୍ 2025 କ୍ଲାସ୍ ଏକ୍ସ ଅର୍ଥାତ୍ 10ମ ଶ୍ରେଣୀ ଅର୍ଦ୍ଧବାର୍ଷିକ ପରୀକ୍ଷା ନିମନ୍ତେ ଯାହାକି କପିରାଇଟ୍ ଅବସ୍ଥାର ଆପଣମାନଙ୍କର କାଲି ଏକ୍ଜାମ୍ ରହିଛି। ପ୍ରଥମ ଭାଷା ଓଡ଼ିଆର ପ୍ରଶ୍ନ ଉତ୍ତର ଆଲୋଚନା କରିବା। 100% ରିଏଲ୍ ପ୍ରଶ୍ନ ଉତ୍ତର ରହିବ। ପୁରା ରିଏଲ୍ ପ୍ରଶ୍ନ ଉତ୍ତର ରହିବ ପିଲାମାନେ, ଯାହାକି ଆପଣଙ୍କ ଏକ୍ଜାମ୍ରେ କାଲି ବହୁତ ମାତ୍ରାରେ ଆସିବ। ତ ଡେନ କରି ଏବେ ଚ୍ୟାନେଲକୁ ସବସ୍କ୍ରାଇବ୍ କର, ପାଖରେ ଥିବା ବେଲ୍ ଆଇକନ୍ କ୍ଲିକ୍ କରି ଅଲ୍ ସିଲେକ୍ଟ କର ଏବଂ ଟେଲିଗ୍ରାମ ଗ୍ରୁପରେ ସମସ୍ତେ ଜଏନ୍ ହେଇଯାଅ। ଡେସ୍କ୍ରିପ୍ସନରେ ମୁଁ ଲିଙ୍କ୍ ଦେଇଦେଇଛି, ସମସ୍ତେ ଯାଇକି ଟେଲିଗ୍ରାମ ଗ୍ରୁପରେ ଜଏନ୍ ହେଇଯାଅ। ବୁଝିହେଲା? ସେଟ୍ ଏ ର ପ୍ରଶ୍ନ ଉତ୍ତର ଆଲୋଚନା କରିବା। ପ୍ରଥମ ଭାଷା ଓଡ଼ିଆ, ଦ୍ୱିତୀୟ ପତ୍ର ସବୁ କିଛି ଦେଖିପାରୁଛ। ତ ସମସ୍ତେ ଚ୍ୟାନେଲକୁ ସବସ୍କ୍ରାଇବ୍ କର, ଭିଡ଼ିଓଟିକୁ ସାଙ୍ଗସାଥିମାନଙ୍କୁ ସେୟାର କର। ବୁଝିହେଲା? ଦେଖ ରହିଛି କ'ଣ, ତାଳ ତମାଳ ବୃକ୍ଷ ଦ୍ୱାରା କାହାର ତଟଦେଶ ସୁଶୋଭିତ? ତ ପିଲାମାନେ ଆନ୍ସର ହେଇଯିବ କ'ଣ, ଅପସନ୍ ନମ୍ବର ବି ପିଲାମାନେ, ସମୁଦ୍ର। 2 ନମ୍ବର ପ୍ରଶ୍ନ ହେଇଛି ଉତ୍କଳ ଜନନୀଙ୍କ ବେଶ କାହା ଦ୍ୱାରା ଶୋଭା ପାଉଅଛି? ଦେଖ ତମେ ଯଦି ଟ୍ରଷ୍ଟ ନ କରିବ, ଏଠି ଚକ୍ର ଚିହ୍ନ ରହିଛି, ଦେଖ ଭଲସେ ଦେଖ, ଏଠି ଚକ୍ର ଚିହ୍ନ ରହିଛି। ତମର ଯାଇକି ଏଠି ଚକ୍ର ଚିହ୍ନ ପ୍ରଶ୍ନପତ୍ର ହେଲା, ସମ୍ପୂର୍ଣ୍ଣ ପ୍ରଶ୍ନ ଆଲୋଚନା କରିବା। ଉତ୍କଳ ଜନନୀଙ୍କ ବେଶ କାହା ଦ୍ୱାରା ଶୋଭା ପାଉଛି? ଚାରୁକଳା ପିଲାମାନେ। ଯେ ସିଂହାନାଦ କାହାର ସିଂହରେ ନିର୍ମିତ ଏକ ବାଦ୍ୟ ଅଟେ? ତ 3 ନମ୍ବର ଆନ୍ସର ହେଉଛି ଅପସନ୍ ନମ୍ବର ବି, ହରିଣ ପିଲାମାନେ। 4 ନମ୍ବର ରହିଛି ଭୀମର ପ୍ରଥମ ସିଂହନାଦ ରଡରେ କିଏ କମ୍ପିଲା? 4 ନମ୍ବର ଆନ୍ସର ହେଇଯିବ ଅପସନ୍ ନମ୍ବର ଏ, ମହିମଣ୍ଡଳ। ନେକ୍ସଟ 5 ନମ୍ବର ଆନ୍ସର ରହିଛି କ୍ୱେଶ୍ଚନ ହେଇଛି ବୈଦେହୀଶ ବିଳାସ କାବ୍ୟଟି କେତେ ଛାନ୍ଦ ବିଶିଷ୍ଟ? ତ 5 ନମ୍ବର ଆନ୍ସର ହେଇଯିବ କ'ଣ, ଅପସନ୍ ନମ୍ବର ସି ପିଲାମାନେ, 52 ହେଇଯିବ ରାଇଟ୍ ଆନ୍ସର। 6 ନମ୍ବର ରହିଛି କାହାକୁ ସନ୍ତୁଷ୍ଟ କରିବା ପାଇଁ ରାମ ବିନାଶନ ଦର୍ଭ ଶୟନ କଲେ? ତ 6 ନମ୍ବର ଆନ୍ସର ହେଇଯିବ ଅପସନ୍ ନମ୍ବର ବି ପିଲାମାନେ, ବରୁଣ। ନେକ୍ସଟ ହେଉଛି ଅଙ୍ଗଦର ଚାପୁଡା କାହା ପରି ଥିଲା ବୋଲି ସୁକସାରଣ କହିଛନ୍ତି? ତ ଅଙ୍ଗଦର ଚାପୁଡା ତମର ବଜ୍ରାଘାତ ସହ ତୁଳନା କରିଛନ୍ତି। ସେ କାହାକୁ ଆଧୁନିକ ଓଡ଼ିଆ କାବ୍ୟର ଭିତ୍ତି ସଂସ୍ଥାପକ ବୋଲି କୁହାଯାଏ? 7 ନମ୍ବର ଆନ୍ସର ହେଇଯିବ କ'ଣ, ଅପସନ୍ ନମ୍ବର ଡି ପିଲାମାନେ, ମଧୁସୂଦନ ଦାସ। ନେକ୍ସଟ 9 ନମ୍ବର ପ୍ରଶ୍ନ ହେଇଛି କବିବର କାହାକୁ ଉତ୍କଳ ଭୁବନ ମୃତ୍ୟୁଞ୍ଜୟ ବୋଲି କହିଛନ୍ତି? ତ 9 ନମ୍ବର ଆନ୍ସର ହେଇଯିବ କ'ଣ, ଅପସନ୍ ନମ୍ବର ବି ପିଲାମାନେ, ଉପେନ୍ଦ୍ର ଭଞ୍ଜ। 10 ନମ୍ବର ପ୍ରଶ୍ନ ଦେଖିବା ଛାୟା ମିଶ୍ରିତ କରରେ ବନସ୍ଥଳୀ କାହା ପରି ଶୋଭା ପାଉଥିଲା? ତ 10 ନମ୍ବର ଆନ୍ସର ହେଇଯିବ କ'ଣ, ଅପସନ୍ ନମ୍ବର ବି, ଚନ୍ଦ୍ର ହେଇଯିବ ରାଇଟ୍ ଆନ୍ସର। ରେଭେନ୍ସା ମହାବିଦ୍ୟାଳୟ 1912 ମସିହାରେ କେଉଁ ନାଟକ ଅଭିନୟ କରାଯାଇଥିଲା? ଆନ୍ସର ହେଇଯିବ ଅପସନ୍ ନମ୍ବର ଏ ପିଲାମାନେ। ତା ଆଗରୁ କହି ରହୁଛି ସମସ୍ତଙ୍କୁ ସବସ୍କ୍ରାଇବ୍ କର, ସମସ୍ତେ ସବସ୍କ୍ରାଇବ୍ କର, ୱିଥ୍ ମେମ୍ବରସିପ୍ ନେଇଯାଅ, ସମସ୍ତ ରିଏଲ୍ ପ୍ରଶ୍ନପତ୍ର ମେମ୍ବରସିପ୍ରେ ପାଇଯିବ। ବୁଝିହେଲା? ଦେଖ ମହାଲକ୍ଷ୍ମୀଙ୍କ ଦ୍ୱାରା ଗଠିତ ଗୋପୀନାଥ ସଙ୍ଗୀତ ସମାଜର ଆୟୁକାଳ କେତେ ବର୍ଷ ଥିଲା? ତ 12 ନମ୍ବର ଆନ୍ସର ହେଇଯିବ ଅପସନ୍ ନମ୍ବର ସି ପିଲାମାନେ, 3। ଓଡ଼ିଆ ଶିଶୁ ସାହିତ୍ୟକୁ ସମୃଦ୍ଧ କରିଥିବା ଲକ୍ଷ୍ମୀକାନ୍ତଙ୍କ ରଚିତ ପୌରାଣିକ କାହାଣୀ ସଂକଳନ ନାମ କ'ଣ? ତ 13 ନମ୍ବର ଆନ୍ସର ହେଇଯିବ କ'ଣ, ଅପସନ୍ ନମ୍ବର ସି, ଯାହାକି ପିଲାଙ୍କ କଥା। ଯେ କୃଷ୍ଣଚନ୍ଦ୍ର ପାଣିଗ୍ରାହୀଙ୍କ ଜନ୍ମ ପ୍ରବନ୍ଧଟି କେଉଁ ଭାବନା ପରିପୁଷ୍ଟ? ତ 14 ନମ୍ବର ଆନ୍ସର ହେଇଯିବ କ'ଣ, ଅପସନ୍ ନମ୍ବର ଏ ହେଲା, ବସୁଧୈବ କୁଟୁମ୍ବକମ୍। ଯେ ବହୁଦାବ ବିଦା ସମ୍ପାଦ ସତ୍ତ୍ୱେ ପଲ୍ଲୀଗ୍ରାମ ନରନାରାୟଣଙ୍କ ମଧ୍ୟରେ କାହା ନିର୍ବିଶେଷ ଗୋଟେ ଏକ ପରେ ତ ପରମ୍ପରା ଗଢ଼ି ଉଠିଥାଏ? ତ 15 ନମ୍ବର ଆନ୍ସର କ'ଣ ହେଇଯିବ, ଯାହାକି ଅପସନ୍ ନମ୍ବର ସି ପିଲାମାନେ ହେଲା, ଧନୀ ଆଉ ଦରିଦ୍ର। ନେକ୍ସଟ ଦେଖ 16 ନମ୍ବର ପ୍ରଶ୍ନ ହେଇଛି କିଏ ମହାଭାରତର ମହାସମରକୁ ଅଙ୍ଗୁଳି ନିର୍ଦ୍ଦେଶରେ ଚଳାଇଥିଲେ? ତ 16 ନମ୍ବର କ'ଣ ହେଇଯିବ, ଅପସନ୍ ନମ୍ବର ସି ହେଲା, ଯାହାକି ଅର୍ଜୁନ ହେଇଯିବ ତମ ରାଇଟ୍ ଆନ୍ସର। ଭାରତୀୟ ଅର୍ଥନୈତିକ ବେଷ୍ଟନୀରେ କେଉଁ ଶିକ୍ଷା ପଦ୍ଧତିକୁ ଥୋଇ ଦିଆଯାଇଛି ବୋଲି କୃଷ୍ଣଚନ୍ଦ୍ର ପାଣିଗ୍ରାହୀ କହିଛନ୍ତି? ତ 17 ନମ୍ବର ଆନ୍ସର ହେଇଯିବ କ'ଣ, ଦେଖ ଟିକେ 17 ନମ୍ବର ଆନ୍ସର ହେଇଯିବ ଅପସନ୍ ନମ୍ବର ବି ପିଲାମାନେ, ଓକେ, ପାଶ୍ଚାତ୍ୟ। ବଂଶୀୟ ସାମନ୍ତରାୟ ସଭ୍ୟତା ବିଜ୍ଞାନ ପ୍ରବନ୍ଧଟି କେଉଁ ପତ୍ରିକାରେ ପ୍ରକାଶ ପାଇଥିଲା? ଅପସନ୍ ନମ୍ବର ଡି, ଉତ୍କଳ ସାହିତ୍ୟ ପତ୍ରିକାରେ ପ୍ରକାଶ ପାଇଥିଲା। ଭାରତର ବୈଶିଷ୍ଟ୍ୟ କ'ଣ? ଭାରତର ବୈଶିଷ୍ଟ୍ୟ ହେଉଛି ଆଧ୍ୟାତ୍ମିକତା। ଓକେ, 20 ନମ୍ବର ପ୍ରଶ୍ନ ଦେଖିବା ବିଜ୍ଞାନର ଅନୁଶୀଳନ ଆମ୍ଭେମାନେ ସର୍ବତ୍ର କାହାର ଉପସ୍ଥିତି ବିଭିନ୍ନ ଅବସ୍ଥାରେ ଦେଖିବାକୁ ପାଉ? ତ 20 ନମ୍ବର ଆନ୍ସର ହେଇଯିବ କ'ଣ, ଅପସନ୍ ନମ୍ବର ବି ହେଲା, ଶକ୍ତି ହେଇଯିବ ତମ ରାଇଟ୍ ଆନ୍ସର। 21 ନମ୍ବର କାହାକୁ ଦେଖି ହଠାତ୍ ମୋତି ଭ ଭ ହୋଇ ଭୁକି ଉଠିଲା? ତ 21 ନମ୍ବର ଆନ୍ସର ହେଇଯିବ କ'ଣ, ଅପସନ୍ ନମ୍ବର ସି ହେଲା, କାଠ ଚିରାଳି। ନେକ୍ସଟ ହେଇଛି କାଠୁରୀ ହାତକୁ 2 ଖଣ୍ଡ 2 ଟଙ୍କିଆ ନୋଟ ବଢ଼ାଇ ଦେଇ ଗାଳ୍ପିକ ତାକୁ କେତେ ପଇସା ମାଗିଲେ? 22 ନମ୍ବର ଆନ୍ସର ହେଇଯିବ ଅପସନ୍ ନମ୍ବର ଡି, 8 ଅଣା। ଓକେ, ଦେଖ 23 ନମ୍ବର ପ୍ରଶ୍ନ ହେଇଛି 1998 ମସିହାରେ ଶତପଥୀ କେଉଁ ସମ୍ମାନ ଦ୍ୱାରା ସମ୍ମାନିତ ହୋଇଥିଲେ? ତ 23 ନମ୍ବର ଆନ୍ସର ହେଇଯିବ ଅପସନ୍ ନମ୍ବର ସି, ସରସ୍ୱତୀ ପିଲାମାନେ। କିଏ ମନ୍ତ୍ର ଚାଳିତ ଦୀର୍ଘ ଦେଇ ପୁରୁଷଙ୍କୁ ଅନୁସରଣ କଲେ? ତ 24 ନମ୍ବର ଆନ୍ସର ହେଇଯିବ ଅପସନ୍ ନମ୍ବର ବି, ଅଙ୍ଗଦ ହେଇଯିବ କରେକ୍ଟ ଆନ୍ସର। କାହାକୁ ରାଜନୀତିର ବ୍ରହ୍ମାସ୍ତ୍ର ବୋଲି ଇତିହାସ ବାରମ୍ବାର ପ୍ରମାଣ କରିଛି? 25 ନମ୍ବର ଆନ୍ସର ହେଇଯିବ ଅପସନ୍ ନମ୍ବର ଏ, କୂଟନୀତି।
26 ଅଛି मनोरंजन दास को क्यों नाटकटी और केंद्र साहित्य एकाडेमी द्वारा पुरस्कृत होइछि तो यार आंसर है ऑप्शन बी अरण्य फसल बा पाखर झरका पाखरे सेई दिगरु भासी आसुतुबा तार स्वर शुणी सुब्रत तन्मय होई ठिया हेइथिले आंसर है ऑप्शन नंबर ए जाकि बंशी है तुम करेक्ट आंसर प्रीति चाउल भोजरे कोन देବାକୁ भूली जाइथिले लंका देବାକୁ भूली जाइथिले नेक्स्ट अछि भारी क्षण रागी ठीक ता बो परे एकथा किए कहचंती ना एकथा कोन महापात्र बाबू कहचंती ऑप्शन नंबर सी है जो राइट आंसर प्रीति गाढ़ नाली रंगर कलमटी को केते टंका बिकिथिले आंसर है ऑप्शन नंबर सी 5 टंका रे नेक्स्ट उभय मिसी छवि और बंधन आंकिछंती कहार अभावरु यह वाक्य पदवाच्य नुह तो 21 आंसर है ऑप्शन नंबर सी आकांक्षी है जो करेक्ट आंसर समस्त वाक्यर समापिका क्रिया युक्त अंशटी कोन हुआ जाए तो 32 आंसर है ऑप्शन नंबर डी खंड वाक्य पिला माने पंडित शिष्य मान को उपदेश देले ए वाक्य रे गुण कर्म किए तो वाक्य रे गुण कर्म किए ना ऑप्शन बी शिष्य मानन को वाक्य रो संबोधन पद केउ केउ स्थान रखा जाए 34 आंसर है जो ऑप्शन नंबर सी आरंभ रे बा शेष रे गोपबंधु दरिद्र मानक सेवा करते गठनात्मक रूप दृष्टि केउ प्रकार वाक्य अटे तो 35 नंबर तुम आंसर कोन हिजबो देखो ऑप्शन नंबर ए हला सरल वाक्य दुई बा ततोधिक परस्पर साक्षेप खंड वाक्य समन्वय केउ वाक्य गठित हुए 34 आंसर है ऑप्शन नंबर डी जटिल वाक्य निर्दिष्ट विषय का विवृत्ति बा वक्तव्य प्रकाश करथि वाक्य केउ वाक्य को जाए तो 37 आंसर है ऑप्शन नंबर बी विवृत्ति सूचक नेक्स्ट 38 नंबर जे सतरे तमे आसीच प्रकार्यात्मक रूप दृष्टि केउ प्रकार वाक्य अटे तो 38 नंबर आंसर है तमरो ऑप्शन नंबर सी हला विस्मय सूचक नेक्स्ट अछि बिजू बाबू ओडिसा रो काहाकू अजणा नुहंती एक विवृत्ति सूचक वाक्य परिणत करो 49 आंसर है ऑप्शन नंबर डी बिजू बाबू को ओडिसा रे समस्त जानନ୍ତି 40 रे जे जानिबाक इच्छा करथि छात्र विद्या लाभ करे वाक्यटी संक्षेप रे प्रकाश करो तो 40 आंसर है ऑप्शन नंबर सी जिज्ञासु छात्र विद्या लाभ करिवो निम्नोक्त कहा पर न थिले न हुए रु म्रिय माने एठारे न काहे कि न होइछि ऑप्शन नंबर सी पिला माने प वर्ग परे न प वर्ग म परे न थिबारु निम्नोक्त केउ शब्द रे स्वाभाविक भाबे न होइछि 40 नंबर आंसर है जो ऑप्शन नंबर सी प्राण है जो राइट आंसर नेक्स्ट 44 रहिछि देखो उत्कर्ष एठारे 100 काहे कि 100 होइछि तो 44 आंसर है जो ऑप्शन नंबर बी हला जे कि रु परे 100 थिबारु अग्निसाथ देथले काहे कि सत्य विधि होई नै एयर आंसर है जो कोन ऑप्शन नंबर ए सात प्रत्यय युक्त शब्द हेतु निम्नलिखित केउ शब्द रे स्वाभाविक भाबे स व्यवहृत होइछि तो 46 आंसर है जो ऑप्शन नंबर बी ला पुरुष है जो नंबर राइट आंसर जनता मानकर एथरे केउ प्रकार अशुद्धि रहिछि ऑप्शन नंबर डी हे जो वचनगत पिला माने अशुद्ध शब्दटी को चिन्हट करो जहाँ रहिछि ऑप्शन नंबर बी आवश्यक बुझिला शुद्ध शब्दटी को चिन्हट कर 49 नंबर क्वेश्चन जो कोन बी शशि भूषण है जो राइट आंसर तापर शुद्ध शब्दटी को चिन्हट कर तो एयर आंसर मध्ये ऑप्शन नंबर बी हे जो त्रिभुज है जो राइट आंसर बुझिला नेक्स्ट देखो एटा तले ऑब्जेक्टिव बे सब्जेक्ट पर डिस्कशन करिबा तो सब्जेक्ट पर डिस्कशन करिया गुर जो मैच नुआ चंती एबे चैनल को सब्सक्राइब करी आखरे थिबा बेल आइकन क्लिक करी ऑल सेट करिया को जमारो भूलंतु नै आ टेलीग्राम ग्रुप रे समस्त नियाती जॉइन हो जांतु हला देखो हाफिल एग्जामिनेशन 2025 कॉर्पोरेट अवस्था ये जो सेट एटा मुडी इरेज कर देछि बुझिला एटा पीडीएफ एडिट करला परे माने ये ही सरछि क्लास एक्स प्रथम भाषा ओडिया द्वितीय पत्र समय कोनटा 30 मिनिट पूर्ण संख्या 50 देखि परथो एठी नेम द स्टूडेंट लिखो नेम द स्कूल रोल नंबर सेक्शन सब कुछ लिखि दो प्रश्न कोन छै देखो डाहाण पकड़े देइथा संख्याटिक मूल्यांक देखो प्रूफ रहिछि एटा चक्र चिन्ह पूरा प्रश्न पत्र आ देखो चक्र तुमरो एडे जो एडिटिंग होउछि एडा देखियो गोटे अलग पॉइंट तो एडा होछि तुमरो रियल ओके समस्त प्रश्न उत्तर निर्देशानुसार लेख प्राय 100 शब्द उत्तर लेख बंदे उत्कल जन्य कवितारू उत्कलर वैशिष्ट्य उल्लेख कर किंबा पठित कवितारू रावण कूटनीति संपर्क आलोचना कर एटा कोन रहइबो एटा 5 मार्क रहइबो हला ए क्वेश्चन करियो नले ए क्वेश्चन करियो तुमको 5 मार्क मिलिबो तो यार आंसर हम टेलीग्राम ग्रुप रे समस्त पाइ जो समस्त जाई टेलीग्राम ग्रुप पे जॉइन ही जानतु
ପଲ୍ଲୀର ଶିକ୍ଷିତ ସମ୍ପ୍ରଦାୟ ଶ୍ରୀକୃଷ୍ଣଙ୍କ ମଧ୍ୟ ତୁଳନା କେତେ ଦୂର ଯୁକ୍ତିଯୁକ୍ତ ବୁଝାଇ ଲେଖ କିମ୍ବା ସଭ୍ୟତା ବିଜ୍ଞାନ ପରସ୍ପର ଆଶ୍ରୟ ଏହାର ଯଥାର୍ଥତା ପ୍ରତିପାଦନ କର। ତ ଏ କ୍ୱେଶ୍ଚନ କରିବ ନହେଲେ ଏ କ୍ୱେଶ୍ଚନ କରିବ ତମକୁ 5 ମାର୍କ ମିଳିଯିବ। ବୁଝିହେଲା? ତ ଏହାର ଆନ୍ସର ମଧ୍ୟ ଆମ ଟେଲିଗ୍ରାମ ଗ୍ରୁପରେ ପାଇଯିବ। ତ ସମସ୍ତେ ଯାଇକି ଟେଲିଗ୍ରାମ ଗ୍ରୁପରେ ଜଏନ୍ ହେଇଯାଅ। ଦେଖ ନେକ୍ସଟ ରହିଛି ପ୍ରାୟ 50ଟି ଶବ୍ଦରେ ସପ୍ରସଙ୍ଗ ସରଳାର୍ଥ ଲେଖ। ନଳିନୀ ପତ୍ରେ ଯେହ୍ନେ ପଡ଼ନ୍ତେଣ ପାଣି ପୃଥିବୀ ଦଲଳିତ କମ୍ପଇ ମେଦିନୀ କିମ୍ବା ପାପ କରତେ ଯେହ୍ନେ ପଡ଼ଇ ଅଜ୍ଞାନ ତରି ଗର୍ଭେ ମିନେ ଡେଇଁଦେବେ ପ୍ରାଣ। ତ ଦେଖ ଏଇଟା ରହିବ 5 ମାର୍କ ହେଲା। ଏ କ୍ୱେଶ୍ଚନ କରିବ ନହେଲେ ଏ କ୍ୱେଶ୍ଚନ କରିବ। ଯୋଉ କ୍ୱେଶ୍ଚନ କଲେ ବି ତମକୁ 5 ମାର୍କ ମିଳିବ। ଓକେ ନେକ୍ସଟ ଦେଖ ନେକ୍ସଟ ହେଉଛି ଅଧିକାଂଶ ରଚନା ପ୍ରାଣରେ ଧର୍ମର ହାସ୍ୟ କୌତୁକ ବ୍ୟଙ୍ଗ ବିଦ୍ରୂପ ଧର୍ମୀ ବିରାଟ ସାଙ୍ଗରାଜ୍ୟ ଦୁର୍ଲଙ୍ଘ୍ୟ ହୋଇନାହିଁ କି ତୁଙ୍ଗ ହିମାଳୟ ଦୂରୁ ହୋଇନାହିଁ। ଏଇ କ୍ୱେଶ୍ଚନ କରିବ ନହେଲେ ଏ କ୍ୱେଶ୍ଚନ କରିବ ତମର ଏଇଟା ହେଉଛି 5 ମାର୍କ ହେଲା। ଏଇଟା ଫାଷ୍ଟ କହୁଛି ଏଇଟା 100% ରିଏଲ ପ୍ରଶ୍ନ ଉତ୍ତର ପିଲାମାନେ ସମସ୍ତେ ଆଗ ଚ୍ୟାନେଲକୁ ସବସ୍କ୍ରାଇବ କର ଓକେ। ଆଉ ପାଖରେ ଥିବା ବେଲ୍ ଆଇକନ୍ କ୍ଲିକ୍ କରି ଅଲ୍ ସିଲେକ୍ଟ କର। ଦେଖ ନେକ୍ସଟ ପ୍ରଶ୍ନ ଦେଖିବା। ନେକ୍ସଟ ହେଉଛି ତମର ପ୍ରାୟ 200ଟି ଶବ୍ଦରେ ଯେକୌଣସି ଗୋଟିଏ ବିଷୟ ପ୍ରବନ୍ଧ ଲେଖ। ପରିବେଶ ସୁରକ୍ଷା ଉପକ୍ରମ ପ୍ରଦୂଷଣ କାରକ ନିରାକରଣ ଶେଷ କଥା। ଜାତୀୟ ସଂଗତି ଉପକ୍ରମ ଲେଖିବ ଆବଶ୍ୟକତା ପ୍ରତିବନ୍ଧକ ଉପସଂହାର। ଓଡ଼ିଶାର ପର୍ବପର୍ବାଣୀ ଉପକ୍ରମ ବିଭିନ୍ନ ପର୍ବପର୍ବାଣୀ ପାଳନ ଉଦ୍ଦେଶ୍ୟ ଶେଷ କଥା। ମାର୍କ କେତେ ରହିବ 10 ମାର୍କ ହେଲା। ଏ କ୍ୱେଶ୍ଚନ କରିବ ଏ କ୍ୱେଶ୍ଚନ କରିବ ଏ କ୍ୱେଶ୍ଚନ କରିବ ଯୋଉ କ୍ୱେଶ୍ଚନ କଲେ ବି ତମକୁ 10 ମାର୍କ ହିଁ ମିଳିବ। ନେକ୍ସଟ ଦେଖ ନେକ୍ସଟ ରହିବ ତମର କଣ ପ୍ରାୟ 100ଟି ଶବ୍ଦରେ ପତ୍ର ଲେଖ। ପାଠ ପଢ଼ାରେ ମନ ଦେଇ ଏକ ସାନ ଭଉଣୀ ପାଖକୁ ପତ୍ର ଲେଖ। ତୁମ ଜନ୍ମଦିନ ଉତ୍ସବରେ ଯୋଗ ଦେବାକୁ ଅନୁରୋଧ କରି ବନ୍ଧୁଙ୍କ ନିକଟକୁ ପତ୍ର ଲେଖ। ତ ଏ ଦୁଇଟାରୁ ଗୋଟେ କଲେ ତମକୁ 5 ମାର୍କ ମିଳିବ। ଏହାର ଆନ୍ସର ମଧ୍ୟ ଆମ ଟେଲିଗ୍ରାମ ଗ୍ରୁପରେ ପାଇଯିବ। ବୁଝିଗଲା ମୁଁ ସେଣ୍ଡ କରିଦେଇଛି। ତୁମ ଗ୍ରାମ ରାସ୍ତାର ମରାମତି ନିମନ୍ତେ ସରପଞ୍ଚଙ୍କୁ ଦରଖାସ୍ତ ଲେଖ। ତୁମ ଗ୍ରାମରେ ଏକ ସ୍ୱାସ୍ଥ୍ୟ କେନ୍ଦ୍ର ସ୍ଥାପନ ନିମନ୍ତେ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଦରଖାସ୍ତ ଲେଖ। ଏଇ ଦୁଇଟା କ୍ୱେଶ୍ଚନ ଗୋଟେ କ୍ୱେଶ୍ଚନ କଲେ ତମକୁ ଆନ୍ସର ମିଳିବ 5 ମାର୍କ। ବୁଝିହେଲା? ନେକ୍ସଟ ଦେଖ ନେକ୍ସଟ ହେଉଛି ତମର ଅନୁଚ୍ଛେଦ ଦେଖିବ ହେଲା। ଅନୁଚ୍ଛେଦ ଏଇ ଅନୁଚ୍ଛେଦଟା ପଢିବ କ୍ଷମା କରୁଣା କମଳ ବିହାର ଦ୍ୱାରା ଅପରାଧୀ ହୃଦୟରେ ଅନେକ ସମୟ ଦେବତ୍ୱର ବିକାଶ ହୁଏ। ଶାନ୍ତି ଦଣ୍ଡ ଯେପରି ହେବାର କେବେ ଦେଖାଯାଏ ନାହିଁ। ଶାସ୍ତି ଦେବାର ଏକମାତ୍ର ଉଦ୍ଦେଶ୍ୟ ଏଇ ଯେ ତାହା ଦ୍ୱାରା ଅପରାଧୀର ଚରିତ୍ର ସଂଶୋଧିତ ହେବ। କିନ୍ତୁ ଯେପରି ଦେଖାଯାଇଛି କଠିନ ଶାସ୍ତି କାରାଗାର ମାନସିକ ଏଥର ଫଳ ଅଧିକାଂଶ ଅପରାଧୀଙ୍କ ଚରିତ୍ର ଚିରକାଳ ଲାଗି ନଷ୍ଟ ହୁଏ। এই ଅପରାଧୀମାନେ ଯଦି କରୁଣା ମାନବିକ ବ୍ୟବହାର ପାଉଥାନ୍ତେ ତେବେ ନିଶ୍ଚିତ କଥା ଯେ ସେମାନଙ୍କ ଚରିତ୍ର ବହୁ ପରିମାଣରେ ସଂଶୋଧିତ ହୋଇଥାନ୍ତା। କାରଣ ପ୍ରତିହିଂସା ପଶୁ ପ୍ରବୃତ୍ତି ଜାଗ୍ରତ କରି ଜଗତର ଅପରାଧ ବଢ଼େ। ମାତ୍ର କ୍ଷମା ମାନବ ପ୍ରାଣ ଦେବଭାବର ସଞ୍ଚାର କରି ଅପରାଧକୁ ସମ୍ବଳ ନଷ୍ଟ କରେ। ସେଥିପାଇଁ ଆମ୍ଭମାନଙ୍କ ପ୍ରତ୍ୟେକ ଜୀବନରେ କ୍ଷମା ବୃତ୍ତିରେ ଅନୁଶୀଳନ କରିବା ଉଚିତ। ଆମ୍ଭେମାନେ ଯେତେବେଳେ ଜାଣୁ ଯେ ଆମ୍ଭମାନଙ୍କର ସମସ୍ତ ଜୀବନ ଭ୍ରମ ପ୍ରମାଦ ଓ ଅବସ୍ଥା ବିଷୟରେ ଅନ୍ୟ ଜଣେ ଯେପରି ଅନ୍ୟାୟ କରିଛି ଆମ୍ଭେମାନେ ସେହିପରି କରନ୍ତେ ତେବେ ସେମାନେ ଅପରାଧର ସାଧାରଣ ବିଚାର ବା ସେମାନଙ୍କ ପ୍ରତି ବ୍ୟବହାର କଲା ବେଳେ କ୍ଷମାଶୀଳ ହେବା ଉଚିତ। ମନୁଷ୍ୟର ଏକ ଦୋଷ ଏଇ ଯେ ଆତ୍ମଦୋଷ ଆତ୍ମଦୁର୍ବଳତା ବୁଝିପାରେ ନାହିଁ ମାତ୍ର ପର ଦୁର୍ବଳତା ଦେଖିପାରେ ସେ ଅତ୍ୟନ୍ତ ତତ୍ପର। ଗ୍ରୀକ ଇସମଙ୍କର ଗୋଟିଏ ଗଳ୍ପ ଏଇ ଯେ ପ୍ରତ୍ୟେକ ମନୁଷ୍ୟ ନିଜ କାନ୍ଧରେ ସବୁବେଳେ 2ଟି ଭାର ଆଗ ପଛ କରି ବହନ କରେ। ଆଗ ଭାରଟି ପରଦୋଷରେ ପଛ ଭାରଟି ଆତ୍ମଦୋଷରେ ଭର୍ତ୍ତି ହୋଇଥାଏ। ପଛ ଭାରଟି ଚକ୍ଷୁ ଅନ୍ତରାଳରେ ରହିବାରୁ ସେ କେବଳ ପରଦୋଷ ଗୁଡ଼ିକ ଦେଖିଥାଏ। ଆମମାନଙ୍କର ଦୈନନ୍ଦିନ ଜୀବନ ଗୋଟିଏ ଦିଗ ଏହି ରୂପରେ ଅତ୍ୟନ୍ତ ସୁନ୍ଦର ଭାବରେ ପ୍ରକଟିତ ହୋଇଛି। କାରଣ ଏହା ସମସ୍ତ ଅନୁଭୂତି ଯେ ସାଧାରଣତଃ ଲୋକେ ବିଚାରନ୍ତି ସେମାନଙ୍କ ନିଜର କୌଣସି ଅପରାଧ ନାହିଁ। ଜଗତରେ ଯେତେ ସବୁ ଅନ୍ୟାୟ ଅନ୍ୟମାନେ କରୁଛନ୍ତି ସେଥିରେ ତାଙ୍କର କୌଣସି ଭୁଲ ନାହିଁ। ମାତ୍ର ଏପରି ଭାବନା ପ୍ରମାଦପୂର୍ଣ୍ଣ। ପ୍ରଶ୍ନାବଳୀ ମନୁଷ୍ୟର ଏକ ଦୋଷ କଣ ବୋଲି କୁହାଯାଇଛି? ନେକ୍ସଟ ପ୍ରଶ୍ନ ରହିବ ଦେଖ ସାଧାରଣତଃ ଲୋକେ କଣ ବିଚାରନ୍ତି? ନେକ୍ସଟ ରହିବ ଅଧିକାଂଶ ଅପରାଧୀଙ୍କ ଚରିତ୍ର ଚିରକାଳ ଲାଗି କିପରି ନଷ୍ଟ ହୁଏ? ନେକ୍ସଟ ରହିବ କଣ ଅପରାଧୀ ହୃଦୟରେ ଅନେକ ସମୟରେ ଦେବତ୍ୱ କିପରି ବିକାଶ ହୋଇଥାଏ? ଓକେ ନେକ୍ସଟ ଦେଖ ପ୍ରତିହିଂସା କ୍ଷମା ମଧ୍ୟରେ କଣ ପ୍ରଭେଦ ରହିଛି? ବୁଝିହେଲା? ତାପରେ ଏଇଟା ତ ତମର ଯୋଉ MCQ ର ଆନ୍ସର କହୁଥିଲି ପୁରା ଅଫିସିଆଲ ଆନ୍ସର କି ନେଇକି ଆସିଥିଲି। ଓକେ ତ ସମସ୍ତେ ଆଗ ଚ୍ୟାନେଲକୁ ସବସ୍କ୍ରାଇବ କର ହେଲା। ପାଖରେ ଥିବା ବେଲ୍ ଆଇକନ୍ କ୍ଲିକ୍ କରି ଅଲ୍ ସିଲେକ୍ଟ କର। ଆଉ ଟେଲିଗ୍ରାମ ଗ୍ରୁପରେ ସମସ୍ତେ ଜଏନ୍ ହେଇଯାଅ। ମେମ୍ବରସିପ୍ ଯେଉଁମାନେ ନେବାକୁ ଚାହୁଁଛ ସମସ୍ତେ ମେମ୍ବରସିପ୍ ବି ନେଇଯାଅ। ଓକେ ସବୁ କିଛି ରିଏଲ ପ୍ରଶ୍ନପତ୍ର ମୁଁ ମେମ୍ବରସିପ୍ ଅପଲୋଡ କରିଦେବି ତ ସମସ୍ତେ ଯାଇକି ମେମ୍ବରସିପ୍ ନେଇଯାଅ। ସମସ୍ତେ ଯାଇକି ମେମ୍ବରସିପ୍ ନେଇଯାଅ। ଓକେ ସମସ୍ତ ରିଏଲ ପେପର ମାନେ ମେମ୍ବରସିପ୍ରେ ଅପଲୋଡ କରିଦେବି।
तो टेलीग्राम ग्रुप में मध्य समस्त जॉइन हो जाओ, समस्त चैनल को सब्सक्राइब करो, वीडियो को बहुत मात्रा शेयर करो। व्हाइट पेपर रियल थिला वीडियो को थैंक यू।